ଶଳା ଝାଟିଆ ସିଏସ୍କେ ଫ୍ୟାନ୍ ଗୁରା ମାନେ ତାଙ୍କ ମୁଣ୍ଡରେ ଏତିକି ବି ବୁଦ୍ଧି ନାହିଁ। କାଲି ମ୍ୟାଚ୍ ଥିଲା ରାଜସ୍ଥାନ ସହିତ ଚେନ୍ନାଇର। ମୁଁ ହେଲା ମୁଁ କୋଉ ଟିମ୍ ଫର୍ରୁ ଆସିକି ତାଙ୍କୁ ମୁଁ ରୋଷ୍ଟ କରିନି। ସେମାନେ ଗୋଟେ କଥା ହିଁ ଜାଣିଛନ୍ତି କି ଆର୍ସିବି 49ରେ ଅଲ୍ ଆଉଟ୍ ହେଇଥିଲା। ଆରେ ମୁଁ ଆର୍ସିବି ତରଫରୁ ମୁଁ ତମକୁ କହିନି କି ଆର୍ଆର୍ ତରଫରୁ କହିନି, ତମେ କାହିଁ ସେ ଆର୍ସିବିର ଗାଣ୍ଡିଟାକୁ ଧରିଛ? ତମେ ମାନେ ହଉଛ ଯେତିକି ସିଏସ୍କେ ଫ୍ୟାନ୍ ଅଛନ୍ତି, ତମେ ମାନେ ଏମିତିଆ ଗୋଟେ କୁକୁର ଯେଉଁମାନଙ୍କର ଆର୍ସିବିର ପେଟ୍ରୋଲ ତାଙ୍କ ଗାଣ୍ଡିରେ ପଡ଼ିଲେ ସେମାନେ ଛାଟି ପିଟେଇକି ଦୌଡ଼ୁଥିବେ। ତମେ ଶଳା ଆଉ କାହା ଗାଣ୍ଡିରେ ହାତ ମାରି ପାରୁନ, ସେଇ ଆର୍ସିବି ହଉଛ। ଆର୍ସିବି ହେଇକି ମରିଗଲଣି। କିଏ ତମକୁ ବାସି ବାଳରେ ପଚାରୁଛି? ତମେ ବୁଢ଼ା ହେଲାଣି, ତମେ ଷ୍ଟ୍ରେଚରରେ ଆସିକି ଖେଳିକି ଯିବ ଲାଷ୍ଟକୁ। ହଁ, ଗୋଟେ ଭଦ୍ର ବ୍ୟକ୍ତି ଜଣ ଗୋଟେ ଅଛନ୍ତି, ମାନେ ଭାଷା ସବୁ କମେଣ୍ଟରେ ଲେଖୁଛନ୍ତି। ମୁଁ ସେମାନଙ୍କୁ ଏମିତିଆ ଭାଷା ଲେଖନ୍ତି, ଏମିତିଆ ଭାଷା କୁହନ୍ତି, ଖାଲି ମାନେ ଫ୍ୟାମିଲି ଦେଖୁଛନ୍ତି ବୋଲି ଭାଷାଟା କହୁନି, ନହେଲେ ତା ଗାଣ୍ଡି ମୁଣ୍ଡ ଇଣ୍ଡିକେଟର କରିଦିଅନ୍ତି ହେଲା। ଆଉ ଯେତିକି ବି ସବୁ ଆର୍ସିବି ଫ୍ୟାନ୍ ଅଛନ୍ତି, ଦେଖନ୍ତୁ ମୁଁ ଆର୍ସିବି ଫର୍କୁ ଯାଇକି ତାଙ୍କୁ କହିନି, କିନ୍ତୁ ସେମାନେ ହେଲା ଆର୍ସିବିକୁ ଟାର୍ଗେଟ୍ କରୁଛନ୍ତି। ଆଉ ଆର୍ସିବି ଫ୍ୟାନ୍ ଯେତିକି ସବୁ ଅଛନ୍ତି, କମେଣ୍ଟରେ ଆସିକି ଏମାନଙ୍କର ପାଟି ଚୁପ୍ କରିକି ଯାଅ।